ବନ୍ଧୁଗଣ ନମସ୍କାର। ଆଜି ଯୋଉ କବିତାଟି ମୁଁ ଆପଣଙ୍କ ପାଖରେ ପରିବେଷଣ କରିବାକୁ ଯାଉଛି, ଜୟ ଜଗନ୍ନାଥ। କବିତାଟି ହଉଛି ମିଛ ପ୍ରତିଶ୍ରୁତି ସତ ଠାକୁର। ବନ୍ଧୁଗଣ, ସଦାବେଳେ କିଛି ନିଆରା ଜିନିଷ, କିଛି ଅଲଗା ଜିନିଷ ମୁଁ ଆପଣଙ୍କ ପାଖରେ ଉପସ୍ଥାପନ କରିବାକୁ ଚେଷ୍ଟା କରେ, କିନ୍ତୁ ଏ ଗୋଟେ ଅନୁଭୂତି, ନିଜସ୍ୱ ଅନୁଭୂତି। ତ ମୁଁ ଭାବୁନି ଯଦି ନିଜସ୍ୱ ଅନୁଭୂତି ନହବ ତାହେଲେ ପ୍ରଭୁ ଜଗନ୍ନାଥଙ୍କର କୃପା ନହବ ତାହେଲେ ଏମିତି ଲେଖିବା ବି କଷ୍ଟ। ଯାହା ହଉ, ଭାବୁଛି ଲେଖାଟା ଆପଣଙ୍କୁ ବହୁତ ଭଲ ଲାଗିବ। ସକାଳୁ ସକାଳୁ ଆଜି ଗୋଟେ ମେଘୁଆ ସକାଳୁ ଥିଲା। ଆମ ରିଟାୟାରମେଣ୍ଟ ବନ୍ଧୁମାନେ ବସିକିରି ଚା ପିଉଥିଲୁ ଏବଂ ସେତିକିବେଳେ ଏଇ ଜିନିଷଟା ମୋର ମନେ ମନେ ଆସିଲା ଯେ କେମିତି ଠାକୁର ଆମକୁ ମିଥ୍ୟା ପ୍ରତିଶ୍ରୁତି ଦଉଛନ୍ତି, କିନ୍ତୁ ସେ ହଉଛନ୍ତି ପ୍ରକୃତ ଠାକୁର। ଚାଲନ୍ତୁ ଶୁଣିବା ମିଥ୍ୟା ପ୍ରତିଶ୍ରୁତି ସତ ଠାକୁର। ମିଥ୍ୟା ପ୍ରତିଶ୍ରୁତି ଆପଣଙ୍କ ଆଗରେ ମୁଁ ସୁରେଶ ମହାପାତ୍ର ଏହାକୁ ପରିବେଷଣ କରିବାକୁ ଯାଉଛି। ମିଥ୍ୟା ପ୍ରତିଶ୍ରୁତି ସତ ଠାକୁର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମିଥ୍ୟା ପ୍ରତିଶ୍ରୁତି ସତ ଠାକୁର, ତୁମେ ତ ନିଜର ଆଉ ସମସ୍ତେ। ପ୍ରଭୁଏ, ତୁମେ ତ ନିଜର ଆଉ ସମସ୍ତେ। ନିମନ୍ତ୍ରଣ ଦିଅ, ଡୋରି ତ ଲଗାଅ। ନିମନ୍ତ୍ରଣ ଦିଅ, ଡୋରି ତ ଲଗାଅ। ତୁମ ପାଖକୁ ଯିବାକୁ, ତୁମ ପାଖେ ଗଲେ ସତ୍କାର ନକରି କଥା ନ କୁହ କାହାକୁ। ପ୍ରଭୁ, ଇଏ କି ନିମନ୍ତ୍ରଣ, ଇଏ କି ଡୋରି। ମୁଁ ସିନା ସନ୍ତୁଷ୍ଟ, ମୁଁ ପ୍ରଭୁ ବହୁତ ଅଳ୍ପ ଜିନିଷରେ ସନ୍ତୁଷ୍ଟ। ପ୍ରଭୁ, ମୁଁ ସିନା ସନ୍ତୁଷ୍ଟ ତୁମ ଅଭଢା ପାଣିରେ, ଟଙ୍କ ଅଭଢା ପାଣିରେ ଗରୁଡ ପଛେ ଦର୍ଶନ। ପ୍ରଭୁ, ପାଖକୁ ପଛେ ନନେଲ ନାହିଁ, ସେଇ ଗରୁଡ ପାଖରେ ରହିକିରି ମୁଁ ଆପଣଙ୍କର ଦର୍ଶନ କରିବାକୁ ଚାହୁଁଛି। ତା ଦେହରେ ମୁଁ କୃତାର୍ଥ। ମୁଁ ସିନା ସନ୍ତୁଷ୍ଟ ଅଭଢା ପାଣିରେ ଗରୁଡ ପଛେ ଦର୍ଶନ, ସେଥିରୁ ମତେ ବଞ୍ଚିତ ନ କରି, ପ୍ରଭୁ ହେ, ସେଥିରୁ ମତେ ବଞ୍ଚିତ ନ କରି ରଖିବା ବନ୍ଧୁତା ପଣ। ଯୋଉ ବନ୍ଧୁ ମୁଁ ଆପଣଙ୍କ ସାଙ୍ଗରେ କରିଛି, ସେ ବନ୍ଧୁତାର ପଣ ରକ୍ଷା କରିବେ। 2 ବର୍ଷ ପରେ, ପ୍ରଭୁ 2 ବର୍ଷ ହେଲା ଆପଣଙ୍କୁ ଦର୍ଶନ କରିନଥିଲି। 2 ବର୍ଷ ପରେ ଡୋରି ଲଗାଇଛ ତୁମ ଦର୍ଶନ ପାଇଁକି। ତୁମ ଡୋରିରେ ତ ତୁମକୁ ଦର୍ଶନ କରିବା ପ୍ରଭୁ ମାନେ ଛାର ମଣିଷ ଦେବତା ମାନଙ୍କ ପାଖରେ ବି ଅସମ୍ଭବ। 2 ବର୍ଷ ପରେ ଡୋରି ଲଗାଇଛ ତୁମ ଦର୍ଶନ ପାଇଁକି। ଭଙ୍ଗା ଗୋଡେ ତୁମ ଦର୍ଶନ ପାଇକି ମନେ ଦମ୍ଭ ମୁଁ ଧରୁଛି। ପ୍ରଭୁ ଗୋଡ ଭାଙ୍ଗି ଯାଇଥିଲା, ସେଇ ଭଙ୍ଗା ଗୋଡରେ, ଅପରେଟ ଗୋଡରେ ମୁଁ ଆପଣଙ୍କ ପାଖରେ ପହଞ୍ଚିବି ବୋଲି ବିଶ୍ୱାସ କରୁନଥିଲି। କିନ୍ତୁ ଆଜି ଆପଣଙ୍କ ଦୟାରୁ ମୁଁ ମନ ଭିତରେ ବହୁତ ଧୈର୍ଯ୍ୟ ଧରିଛି, କିନ୍ତୁ ଆପଣଙ୍କୁ ଯାଇ ଦର୍ଶନ କରିବି। ଆଗରୁ ଥିଲା, ଏବେ ବି ଅଛି, ମନ୍ଦିର ଭିତରେ ଠେଲା ପେଲା। ମନ୍ଦିର ଭିତରେ ଠେଲା ଫେଲା ଖାଇ ସିଆଣ ପାଖକୁ ଯିବି। ମୋ ସିଆଣ ତ ଖୋଲା ପ୍ରଭୁ, ସେଇ ଠେଲା ପେଲା ଭିତରେ, ତା ଭିତରେ ଧକମ ଧକା ଖାଇ ମୁଁ ମନ୍ଦିର ଭିତରେ ଠେଲା ଫେଲା ଖାଇ ସିଆଣ ପାଖକୁ ଯିବି। ତୁମ ଦର୍ଶନେ ଚକ୍ଷୁ ପ୍ରଖାଳିଲେ ଏ ଜନ୍ମରୁ ମୁଁ ତରିବି। ପ୍ରଭୁ, ତୁମକୁ ଥରେ ଦେଖିଦେଲେ ମୁଁ ଏ ଜନ୍ମରୁ ଉଦ୍ଧାର ହେଇ। ଅତି ପବିତ୍ର ସେ ନିର୍ମାଲ୍ୟ, ଅତି ପବିତ୍ର ସେ ନିର୍ମାଲ୍ୟ ପୁଡିଆ ସାଥେ ମୁଁ ନେଇ ଆସିବି। ଅତି ପବିତ୍ର ସେ ନିର୍ମାଲ୍ୟ ପୁଡିଆ ସାଥେ ମୁଁ ନେଇ ଆସିବି। ଶେଷ ସମୟରେ ନିର୍ମାଲ୍ୟ ପାଇଲେ ଏ ଜନ୍ମରୁ ମୁଁ ତରିବି। ଶେଷ ସମୟରେ ନିର୍ମାଲ୍ୟ ପାଇଣ ଏ ଜନ୍ମରୁ ମୁଁ ତରିବି। ବଟ ବୃକ୍ଷେ ଯଦି ଡୋରି ବାନ୍ଧିବାକୁ କିଏ ମତେ କୁହନ୍ତି। ବଟ ବୃକ୍ଷ ମୂଳେ ଡୋରି ବାନ୍ଧିବାକୁ, ବଟ ବୃକ୍ଷ ମୂଳେ ଡୋରି ବାନ୍ଧିବାକୁ କିଏ ବା ମତେ କୁହନ୍ତି। ଜଗନ୍ନାଥ, ହେ ପ୍ରଭୁ ଜଗନ୍ନାଥ, ଜଗନ୍ନାଥ ସବୁ ମନସ୍କାମନା ପୂରଣ କରିଅଛନ୍ତି। ମୁଁ ତାଙ୍କୁ କୁହେ, ପ୍ରଭୁ ଜଗନ୍ନାଥ ତ ସବୁ ମନସ୍କାମନା ପୂରଣ କରିଛନ୍ତି। ହେଲେ ସେଇଠି ପାଖରେ, ବଟ ବୃକ୍ଷ ପାଖରେ ଯୋଉ ବିଘ୍ନରାଜ ଗଣେଶ ବସିଛନ୍ତି, ତାଙ୍କ ପାଖକୁ ଟିକେ ଯାଇକିରି ଦୀପ ଲଗେଇକିରି ଯେତେବେଳେ ମୁଁ କୁହେ, ଗଣେଶଙ୍କ ପାଖେ ଦୀପ ଜାଳି କୁହେ, ବିଘ୍ନ ବିନାଶ ମୋହର, ହେ ବିଘ୍ନରାଜ ମୋର ବିଘ୍ନ ବିନାଶ କର। ଗଣେଶଙ୍କ ପାଖେ ଦୀପ ଜାଳି କୁହେ, ବିଘ୍ନ ବିନାଶ ମୋହର। ତୁମି ଜଗବନ୍ଧୁ, ମୋ ବନ୍ଧୁ ନହିଲେ ମୁଁ ବନ୍ଧୁ ହେବି କାହାର। ଗଣେଶଙ୍କ ପାଖେ ଦୀପ ଜାଳି କୁହେ, ବିଘ୍ନ ବିନାଶ ମୋହର। ତୁମି ଜଗବନ୍ଧୁ, ମୋ ବନ୍ଧୁ ନହିଲେ ମୁଁ ବନ୍ଧୁ ହୋଇବି କାହାର। ବିମଳା କମଳା ମାଙ୍କୁ ମୋର
কোটি কোটি যে প্রণাম ଏ ଜନମେ ମତେ ଅନ୍ନ ଜଳ କଷ୍ଟ ନ ଦେବୁ ପଡେ ଚରଣ ବଡ ହେବା ପାଇଁ ବଡ ଠାକୁରଙ୍କୁ ବଡ ବଡ ଚିଠି ଲେଖେ ବଡ ଠାକୁରଙ୍କୁ ବଡ ହେବା ପାଇଁ ବଡ ବଡ ଚିଠି ଲେଖେ ବଡ ବଡ ଚିଠି ବଡ ବଡ ବଳବନ୍ତ ପ୍ରଭୁ ବଡ ବଡ ହେବା ପାଇଁ ବଡ ଠାକୁରଙ୍କୁ ବଡ ବଡ ଚିଠି ଲେଖେ ବଳବନ୍ତ ପ୍ରଭୁ ୟୁ ଆର୍ ପାୱାରଫୁଲ ୟୁ ଆର୍ ମାଇଟିଏଷ୍ଟ ବଳବନ୍ତ ପ୍ରଭୁ ବଡ ଦେଉଳରେ ରତ୍ନବେଦୀରେ ସେ ବସେ ଅନେକ କଥା ପ୍ରଭୁ ଆପଣଙ୍କ ପାଖକୁ ଯିବା ପୂର୍ବରୁ ମୁଁ ଅନେକ କଥା ମନାସିଥାଏ ପ୍ରଭୁ ଅନେକ କଥା ମନାସିଥାଏ ମୁଁ ଗୁହାରି କରିବା ପାଇଁ ଯେତେବେଳେ ଆପଣଙ୍କ ପାଖକୁ ଯାଉଛି 2 ବର୍ଷରେ ଥରେ ଯିବି ଆପଣଙ୍କ ପାଖକୁ ସେତେବେଳେ ଯାଇକିରି ବହୁତ ଗୁଡେ କଥା ମନରେ ଅଛି ପ୍ରଭୁ ମୋର ଏଇଟା କରିବ ମୋର ସେଇଟା କରିବ ମୋର ସେଇଟା କରିବ ମନାସିକିରି ବହୁତ କଥା ଯାଇଥାଏ ଅନେକ କଥା ମନାସି ଥାଏ ମୁଁ ଗୁହାରି କରିବା ପାଇଁ ତୁମ ଶ୍ରୀ ଦର୍ଶନେ ତୁମର ଯୋଉ ଶ୍ରୀ ମୋର ଦର୍ଶନ ତୁମ ଶ୍ରୀ ଦର୍ଶନେ ଭୁଲିଯାଏ ପ୍ରଭୁ ଆଉ ମୋର ନାହିଁ ପ୍ରକୃତ କଥା ଅନେକ ଥର ପୁରୀ ଯାଇଛି ନନାଙ୍କ ସାଙ୍ଗରେ ପୁରୀ ଯାଇଛି ଏକା ଯାଇଛି ସାଙ୍ଗମାନଙ୍କ ସାଙ୍ଗରେ ଯାଇଛି ପିଲାମାନଙ୍କ ସାଙ୍ଗରେ ଯାଇଛି ପୁଷ୍ପ ସାଙ୍ଗରେ ଯାଇଛି ବନ୍ଧୁବାନ୍ଧବଙ୍କ ସାଙ୍ଗରେ ଯାଇଛି ବହୁତ କଥା ମନାସିକିରି ଯାଇଥାଏ ଆଜି ଜଗନ୍ନାଥ ମନ୍ଦିରରେ ପ୍ରଣିପାତ କରି ସାଷ୍ଟାଙ୍ଗ ପ୍ରଣିପାତ କରି ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ଏ କଥା କହିବି ପ୍ରଭୁ ମୋର ଏ କଥା ପୂରଣ କର କିନ୍ତୁ ପ୍ରକୃତ କି ଲୀଳା ଜଗନ୍ନାଥଙ୍କର ପାଖରେ ଯେତେବେଳେ ଆଖି ତାଙ୍କ ଚାରି ଚାଖି ମିଳିଯାଏ ଚକା ଆଖିରେ ଏ ଚର୍ମ ଆଖି ଯେତେବେଳେ ମିଶିଯାଏ ସେତେବେଳେ କିଛି ମନେ ରୁହେନି ସେଥିପାଇଁ ପ୍ରଭୁ ପଦେ ଲେଖିଛି ଅନେକ କଥା ମାନସୀ ଥାଏ ମୁଁ ଗୁହାରି କରିବା ପାଇଁ ଅନେକ କଥା ମାନସୀ ଥାଏ ମୁଁ ଗୁହାରି କରିବା ପାଇଁ ତୁମ ଦର୍ଶନରେ ଭରିଯାଏ ମନ ହେ ପ୍ରଭୁ ତୁମ ଦର୍ଶନରେ ମନ ଭରିଯାଏ ତୁମ ଦର୍ଶନରେ ଭରିଯାଏ ମନ ତୁମ ଦର୍ଶନରେ ଭରିଯାଏ ମନ ଅନେକ କଥା ମାନସୀ ଥାଏ ମୁଁ ଗୁହାରି କରିବା ପାଇଁ ତୁମ ଶ୍ରୀଦର୍ଶନେ ଭୁଲିଯାଏ ତୁମ ଶ୍ରୀଦର୍ଶନେ ଭୁଲିଯାଏ ପ୍ରଭୁ ଆଉ ମୋର ସତ କଥା ତୁମ ତୁମ ଦର୍ଶନେ ଭରିଯାଏ ମନ ହେ ପ୍ରଭୁ ତୁମକୁ ଦର୍ଶନ କଲେ ମନ ଭରିଯାଏ ତୁମ ଦର୍ଶନେ ଭରିଯାଏ ମନ କରୁଣା ତୁମ ଅସୁମାରୀ କରୁଣା ତୁମ ଅସୁମାରୀ ତୁମେ ଦୟା କଲେ ସକଳ କାମନା ଅବଶ୍ୟ ଜୀବଟି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବନ୍ଧୁଗଣ ଏ କବିତାଟି ଯଦି ଆପଣଙ୍କୁ ଭଲ ଲାଗେ ନିଶ୍ଚିତ ଭାବରେ ଶୁଣିବେ ଆପଣଙ୍କୁ ମୁଁ ସବୁବେଳେ ରିକ୍ୱେଷ୍ଟ କରେ ଯଦି ଗୋଟେ ଜିନିଷ ଆପଣଙ୍କୁ ଭଲ ଲାଗୁଛି ଯଦି ବାପା ଗୋଟେ ଭଲ ଜିନିଷ ଘରୁ ଆଣିକିରି ଆସୁଛନ୍ତି ଆମେ ସମସ୍ତେ ବାଣ୍ଟିକିରି ଖାଉଛେ ତ ଆପଣ କଣ କରିବେ ଏଟାକୁ ଅନ୍ୟ ଗ୍ରୁପରେ ପୋଷ୍ଟ କରିବେ ହେଲେ ଜଗନ୍ନାଥଙ୍କ ବିଷୟରେ ଯୋଉ ସମର୍ପଣ ଭାବ ଭକ୍ତର ଯୋଉ ସମର୍ପଣ ଭାବ ଜଗନ୍ନାଥଙ୍କ ନିକଟରେ ରହିଛି ସେ ହୁଏତ ଅନ୍ୟ ଜଣେ ଜଗନ୍ନାଥ ଭକ୍ତ ପାଖରେ ପହଞ୍ଚିବ ଅନ୍ୟ ଜଣଙ୍କୁ ଜଗନ୍ନାଥଙ୍କର ଅନୁଗାମୀ କରିବ ଅନ୍ୟ ଜଣଙ୍କ ଭିତରେ ଜଗନ୍ନାଥଙ୍କର ଭକ୍ତି ଭାବନା ସୃଷ୍ଟି କରିବ ଏ ବନ୍ଧୁଗଣ ଆପଣଙ୍କୁ ଅନୁଗ୍ରହ ରହିବ ଆପଣଙ୍କୁ ନିବେଦନ ରହିବ ଆପଣଙ୍କୁ ନମସ୍କାର ସହିତ ଅନୁରୋଧ ରହିବ ଏଟାକୁ ଗୋଟେ ଲାଇକ୍ କରିବେ ଏବଂ ଅନ୍ୟ ଗ୍ରୁପରେ ସେୟାର କରିବେ ଯଦି ପାରନ୍ତି ଟକ୍ ଟୁ ମହାପାତ୍ର ସେୟାରଟି ଆଇ ମିନ୍ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ ଆଉ ବେଲ୍ ଆଇକନଟିକୁ ପ୍ରେସ୍ କରିବେ ଅଥବା ଯଦି କୌଣସି ନୂଆ ଭିଡିଓ ମୁଁ ଅପଲୋଡ କରୁଛି ଆପଣଙ୍କ ପାଖରେ ନିଶ୍ଚୟ ପହଞ୍ଚିବ ଏବଂ ଆପଣ ସେ ଦେଖିବାର ସୁଯୋଗରୁ ନିଶ୍ଚିତ ଭାବରେ ବଞ୍ଚିତ ହେବେ ନାହିଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆସନ୍ତା ଘୋଷଯାତ୍ରାରେ ନିଶ୍ଚିତ ଭାବରେ ଜଗନ୍ନାଥ ଧାମ ପୁରୀରେ ଆପଣମାନେ ଆସିବେ ଏବଂ ଜଗନ୍ନାଥଙ୍କୁ ଦେଖିବେ ବଡଦାଣ୍ଡରେ ଜୟ ଜଗନ୍ନାଥ